ଏହି ସବୁକୁ ନିଜ କାବୁରେ ରଖନ୍ତୁ। ଆପଣଙ୍କ କଥା ଶୁଣୁଥିବା ବ୍ୟକ୍ତି ସମସ୍ତେ ଆପଣଙ୍କର ନିଜର ନୁହନ୍ତି। ଆପଣଙ୍କ କଥା ପ୍ରଘଟ ହୋଇପାରେ। ଆପଣଙ୍କ ଇଚ୍ଛା ଆପଣଙ୍କୁ ଶାନ୍ତିରେ ରହିବାକୁ ଦେବନି। ଅହଙ୍କାର ଆମର ସବୁ ସମ୍ପର୍କକୁ ଭାଙ୍ଗି ଦେଇଥାଏ। ନିଜର ଦୃଷ୍ଟି ଭୁଲ ଜିନିଷ ଉପରେ ନଜର ରଖିଲେ ବିପଦରେ ପଡ଼ିବା। ନିଜର ଆଶା ଆପଣଙ୍କ ଆଶା ଯେତେ କମ୍ ହେବ ଆପଣ ସେତେ ଅଧିକ ଶାନ୍ତିରେ ରହିବେ। ଜୀବନ କାହାରି ପାଇଁ ସହଜ ନୁହେଁ। ଆପଣଙ୍କୁ ପ୍ରତ୍ୟେକ ଦିନ ପରୀକ୍ଷା ଦେବାକୁ ପଡ଼ିବ, ନଚେତ୍ ଆପଣ ସମସ୍ତଙ୍କ ଠାରୁ ପଛରେ ପଡ଼ିଯିବେ। ଫୁସ୍ଫୁସ୍ ରୋଗ ବିପଜ୍ଜନକ। ସଚେତନତା ହିଁ ସୁରକ୍ଷା। ଫୁସ୍ଫୁସ୍ ସମ୍ବନ୍ଧୀୟ ରୋଗଗୁଡ଼ିକ ଏକବିଂଶ ଶତାବ୍ଦୀର ସବୁଠାରୁ ଜଟିଳ ସ୍ୱାସ୍ଥ୍ୟ ସମସ୍ୟା ଭାବେ ଉଭା ହେଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ବିଶ୍ୱରେ ଏଭଳି ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କ୍ରନିକ୍ ଅବଷ୍ଟ୍ରକ୍ଟିଭ୍ ପଲ୍ମୋନାରୀ ଡିଜିଜ୍ ବର୍ତ୍ତମାନ ବିଶ୍ୱରେ ମୃତ୍ୟୁର ଚତୁର୍ଥ ପ୍ରମୁଖ କାରଣ ହୋଇସାରିଛି। ଦ୍ରୁତ ସହରୀକରଣ, ବଢ଼ୁଥିବା ବାୟୁ ପ୍ରଦୂଷଣ, ତମାଖୁ ସେବନ ଏବଂ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଶ୍ୱାସତନ୍ତ୍ର ରୋଗର ସଂଖ୍ୟା ଲକ୍ଷଣୀୟ ଭାବେ ବୃଦ୍ଧି ପାଇଛି। ବଢ଼ୁଥିବା ତାପମାତ୍ରା, ଦୀର୍ଘସ୍ଥାୟୀ ପରାଗ ଋତୁ ଏବଂ ବାୟୁର ଗୁଣବତ୍ତାରେ ଅବନତି ଆଜ୍ମାକୁ ଅଧିକ ଗୁରୁତର କରୁଛି। ସମାଜର ଚିନ୍ତାଧାରା। ଏକା ସମାଜରେ ଅଜବ ନିୟମ ଚାଲେ। ଯେତେବେଳେ କୌଣସି ଧନୀ ବ୍ୟକ୍ତି ଭୁଲ କାମ କରେ, ଲୋକେ କୁହନ୍ତି ଭୁଲ ତ ସମସ୍ତଙ୍କର ହୋଇଥାଏ। କିନ୍ତୁ ସେଇ ସମାନ ଭୁଲ ଯଦି କିଏ ଗରିବ କରିଦିଏ, ତେବେ ଲୋକେ ତାକୁ ସାରା ଜୀବନ ଆକ୍ଷେପ କରନ୍ତି, ତାତ୍ସଲ୍ୟ କରନ୍ତି। ଏଠାରେ ଲୋକଙ୍କୁ ସତ୍ୟ ଅପେକ୍ଷା ମଣିଷର ପ୍ରତିପତ୍ତି ହେସିୟତ ଅଧିକ ଦେଖାଯାଏ। ଚେହେରା ଦେଖି ନିଷ୍ପତ୍ତି ନିଆଯାଏ ଏବଂ ଚରିତ୍ରକୁ ପଛରେ ଛାଡ଼ି ଦିଆଯାଏ। ଯଦି ସମାଜ ପ୍ରକୃତରେ ନ୍ୟାୟ ଚାହୁଁଛି, ତେବେ ତାକୁ ଲୋକଙ୍କ ପରିଚୟ ନୁହେଁ, ବରଂ ସେମାନଙ୍କ କର୍ମକୁ ଦେଖିବା ଶିଖିବାକୁ ହେବ। କାରଣ ସମାନତାର ଆରମ୍ଭ ଚିନ୍ତାଧାରା ବଦଳିବା ଦ୍ୱାରା ହିଁ ହୋଇଥାଏ। ଜୟ ଶ୍ରୀ ଜଗନ୍ନାଥ।